ଟିକେ ଅସମ୍ଭବର କଥା ହେଲେ ଯେତେବେଳେ ପାପ ସ୍ୱୀକାର ପାଇଁ କଥା ପଡ଼ିଲା ହେଲେ ଆଜି ପ୍ରଥମ ଥର ଆମେ ଯେତେବେଳେ ପ୍ରଥମ ଶୁକ୍ରବାର ଆସିଛୁ ଆମେ ସମସ୍ତେ ଜାଣିବା ଦରକାର ଯେ ଆମେ ବିନା ପାପ ସ୍ୱୀକାରରେ ଆମେ ଦିଅ ଗ୍ରହଣ କରିପାରିବା ନାହିଁ। କାରଣ କେତେବେଳେ ଆମେ ମାନେ ଏମିତି ବିନା ପାପ ସ୍ୱୀକାର ଅନୁତାପରେ ଆମେ ଅନୁତାପ କରିକି ପାପ ସ୍ୱୀକାର କରିବା ତାର ଦୁଇଟା କାରଣ। ଗୋଟେ କାରଣ ହେଲା ଯେଉଁଠାରେ ମାନେ ବେଶୀ ଗହଳି ଥିବେ ଯେଉଁଟାକି ଆମ ପାପ ସ୍ୱୀକାର କରିବା ପାଇଁ ସୁବିଧା ମିଳୁନଥିବ ସେ ଜାଗାରେ ଆମେ ଅନୁତାପ କରିକି ଆମେ ଦିଅ ଗ୍ରହଣ କରିପାରିବା। କିନ୍ତୁ ଯେତେବେଳେ ଆମଠାରେ ସୁବିଧା ଥାଇଥାଏ ପାପ ସ୍ୱୀକାର ନ କରିକି ଆମେ ପରମ ପ୍ରସାଦ ଧୀରେ ଧୀରେ ଗ୍ରହଣ କରିପାରିବା ନାହିଁ। ଏବେ ବର୍ତ୍ତମାନ ବହୁତ କିଛି ସେମିତି ଆମକୁ ଶିକ୍ଷା ଦିଆଯାଉଛି। ମୁଁ ଏବେ ଯାଇଥିଲି ସେ ଶିକ୍ଷା ଆମକୁ ପୁରା ଭଲ ଭାବରେ ଦିଆଯାଇଛି ଆଉ ସମୟ ନିଶ୍ଚିତ ଭାବରେ ମୋତେ ଆମକୁ ନିଶ୍ଚିତ ମିଳିବ ଆପଣମାନଙ୍କୁ ନିଶ୍ଚିତ ଆମେ ଶିକ୍ଷା ଦେବ ଆଉ ଶିକ୍ଷା କରୁଛୁ ନିଶ୍ଚିତ ଆପଣଙ୍କର ସେ ଶିକ୍ଷା ମୁଁ ନିଶ୍ଚିତ ଦେବା ପାଇଁ ଯିବେ କେବେ ନା କେବେ ଗୋଟେ ସୁଯୋଗ ମିଳିବ ଏ ମାସ ଭିତରେ ମୁଁ ଶିକ୍ଷା ଦେବି ଆପଣ ତବେ ଆଗମନ ସମୟ ଆସୁଛି ସେ ଭିତରେ ନିଶ୍ଚିତ କେବେ ଗୋଟେ ଦିନ ସୁବିଧା ମିଳିବ ମୁଁ ଏ ମଣ୍ଡଳୀ ପାଇଁ ଆସିବି ନିଶ୍ଚିତ ଆପଣଙ୍କୁ ଶିକ୍ଷା ଦେବି ଯେ ପ୍ରକୃତରେ ଆମେ ସମସ୍ତେ ଭାବୁଛୁ ଯେ ଦିବ୍ୟ ପ୍ରସାଦଟା ଆମେ ଅନୁତାପ କରିକି ଗ୍ରହଣ କରିବା ଅନୁତାପ କରିକି ମନେ ମନେ ନିଜର ପାପ ପାଇଁ ଦୁଃଖ ପ୍ରକାଶ କରି ଯେଉଁ ଆମେ ଦିବ୍ୟ ଗ୍ରହଣ କରୁଛୁ ସେଇଟା ପ୍ରକୃତରେ ଆମର ପାପ କ୍ଷମା ହେଉନି ଈଶ୍ୱର ଆମ ହୃଦୟକୁ ଆସିପାରୁନାହାନ୍ତି। ତାର କାରଣ ଅନେକ ଅଛି। ଏବେ ପାପ କଲା ପରେ ପାପ ସ୍ୱୀକାର ନ କଲା ପର୍ଯ୍ୟନ୍ତ ଆମର କେବେ ହେଲେ ହୃଦୟରେ ଯୀଶୁ ଖ୍ରୀଷ୍ଟ ଆସିପାରିବେ ନାହିଁ କେବେ ଆସିପାରିବେ ନାହିଁ କେବେ ବି ଆସିପାରିବେ କାରଣ ଏଠାରେ ଆମମାନଙ୍କ ପାଇଁ ସୁବିଧା ଦିଆଯାଇଛି ଆମକୁ ଯାଜକମାନଙ୍କୁ ଦିଆଯାଇଛି ନା ସେମାନେ ଆମଠାରେ ଅଛନ୍ତି ହେଲେ ଯାଜକମାନେ ଯଦି ବି ନଥାନ୍ତେ ତାହେଲେ ଆମେ ଅନୁତାପ କରିକି ଦିବ୍ୟ ପ୍ରସାଦ ଗ୍ରହଣ କରିଥାନ୍ତେ। କିନ୍ତୁ ଯେତେବେଳେ ଯାଜକ ଆମ ଭବନକୁ ଆସୁଛନ୍ତି ତାକେ ଆମର ପାପ ସ୍ୱୀକାର ଶୁଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଆମେ ଯଦି ପ୍ରସ୍ତୁତ ହେଉନୁ ପାପ ସ୍ୱୀକାର କରିବା ପାଇଁ ହେଲେ ସୁବିଧା ଥାଇ ଯଦି ଆମେ ପାପ ସ୍ୱୀକାର କରିବା ନାହିଁ ହେଲେ ଆମେ କେମିତି କ୍ଷମା ପାଇବା। କେତେଜଣ ଡର ଭୟ କରିକି ଡରିକି ପାପ ସ୍ୱୀକାର କରୁନାହାନ୍ତି ଅନୁତାପ କରିକି ଦିବ୍ୟ ପ୍ରସାଦ ଗ୍ରହଣ କରୁଛୁ ସେଥିରେ ପାପ କ୍ଷମା ନାହିଁ। ତାପରେ ଆଉ ଗୋଟେ କଥା ଆପଣମାନଙ୍କୁ ଜରୁରୀ କଥା କହିବି ଅନୁତାପ ଗୀତ ଗାଇଲା ବେଳେ ନାହିଁ କି ସମସ୍ତେ ଭାବୁଛୁ ଯେଉଁଟା ଆମେ ଜଳ ଆମକୁ ଯାଜକ ଆସିକି ଆମକୁ ଛାତ ପାଣି ସିଞ୍ଚନ କରୁଛି ନା ସମସ୍ତଙ୍କର ମନେ ଅଛି ଏଇଟା ବହୁତ ବର୍ଷ ହେଲା କିନ୍ତୁ ଏ ବର୍ଷ ମୁଁ ନୂଆ ବିଷୟ ମୋତେ ଶିଖିବାକୁ ମିଳିଲା ଯେ ଯେତେବେଳେ ଆମେ ଅନୁତାପ ଗୀତ ଗାଉଛନ୍ତି ଆଉ ଆମ ସମସ୍ତଙ୍କ ଉପରେ ପବିତ୍ର ପାଣି ସିଞ୍ଚନ କରାଯାଉଛି ଆମେ ସେତେବେଳେ ଭାବୁଛୁ ଯେ ଯେଉଁ ପବିତ୍ର ପାଣି ଆମ ଉପରେ ପଡ଼ୁଛି ସେ ପବିତ୍ର ପାଣି ଦ୍ୱାରା ଆମେ ଆମର ପାପ କ୍ଷମା ହେଉଛି ନୁହଁ। ଏଇଟା ଆପଣମାନେ ଭାବନ୍ତୁ ଯେ ଭାବୁଛୁ ଆମେ ସମସ୍ତେ ସେଟା ଗୋଟେ ଅଭ୍ୟାସ ହେଇଯାଇଛି ଏଇଟା ପ୍ରଚାରକମାନେ ବି ନିହାତି ଜାଣିବା ଦରକାର ଯେ ଯେତେବେଳେ ଅନୁତାପ ଗୀତ ଗାଇଲା ବେଳେ ଆମ ପାଇଁ ସାଧୁ ପାଣି ସିଞ୍ଚନ କରାହେଉଛି ଆଉ ସେଇ ପବିତ୍ର ଜଳ ଆମ ଉପରେ ପଡ଼ିକି ପ୍ରକୃତରେ ଆମେ ପବିତ୍ର ହେଉଛୁ ଆମର ପାପ ସଫା ହେଉଛି ଏଇଟା ସମ୍ପୂର୍ଣ୍ଣ ଭୁଲ। ଏବେ ନୂଆ ନିୟମରେ ଆଉ ନୂଆ ନିୟମରେ ଶିକ୍ଷା ମିଳିଲା ସେଇଟା ହେଉଛି ଆମର ଦ୍ୱିତୀୟାକ୍ଷର ନବୀକରଣ ପାଇଁ ଆମେ ତାକୁ ସ୍ମରଣ କରୁଛୁ ପାପ କ୍ଷମା ହେଉନି ପାପ ଟୋଟାଲ କ୍ଷମା ହେଉନି ପବିତ୍ର ଜଳ ଆମ ଉପରେ ପଡ଼ିବା ଦ୍ୱାରା ପାପ କ୍ଷମା ହେଉନି ଅନୁତାପ କରିବା ଦ୍ୱାରା ଆମର ପାପ କ୍ଷମା ହେଉନି ଏଇଆ କରି ଆପଣଙ୍କୁ ଅନୁରୋଧ କରି କହୁଛି କାରଣ ନୂଆ ନୂଆରେ ଆମକୁ ଶିକ୍ଷା ଦିଆଗଲା ମୁଁ ଶୁଣିଲା ପରେ ଛାନିଆ ହେଲି କାରଣ ମୁଁ ବି ନାଇକି ଅନୁତାପ କରିକି ଟିକେ ପାପ ପାଇଁ ଟିକେ ଦୁଃଖ ପ୍ରକାଶ କରିକି ମୁଁ ମୋତେ ଦିବ୍ୟ ପ୍ରସାଦ ଗ୍ରହଣ କରୁଥିଲି ଏବେ ନାହିଁ ସେମିତି ହେବନି। ଆପଣମାନେ ଭାବୁଛନ୍ତି ଯେ ମୁଁ ଅନୁତାପ କରିବି ମୋର ସବୁ ପାପ ପାଇଁ ମୁଁ ଯୀଶୁଙ୍କୁ କ୍ଷମା ମାଗିବି ତାପରେ ଆସିକି ପରମ ପ୍ରସାଦ ଗ୍ରହଣ କରିବି ଦୟାକରି ସେଇଟା କରନ୍ତୁ ନା ଆପଣଙ୍କ ହାତ ଯୋଡ଼ୁଛି ଟୋଟାଲ ହେବନି ଏବେ ନୁହଁ ସେଇଟା କାରଣ ନାହିଁ କି ଏଠି ଯାଜକ ଅଛି ଏଠାରେ ଯାଜକ ଅଛନ୍ତି ସେ ଆମର ପାପ ସ୍ୱୀକାର ଶୁଣିବା ପାଇଁ ଅଛନ୍ତି ଆମେ ଲାଜ ପାଇଁ ଡର ପାଇଁ ସେଇଠି ବସିକି କେମିତି ଅନୁତାପ କରିପାରିବା ହଁ ଅନୁତାପ କରିବା ପାପ ପାଇଁ ମନେ ପକେଇବା କିନ୍ତୁ ପାପ ସ୍ୱୀକାର ନ କଲା ପରେ ଗ୍ରହଣ କରନ୍ତୁ ନା କାରଣ ସେଇଟା ବର୍ତ୍ତମାନ ଆଉ ପୁନଃ ପିତା ସେଟାକୁ ଆଉ ଗ୍ରହଣ କରୁନି କାରଣ ପାପ ପାଇଁ ଅନୁତାପ କରୁଛୁ କିନ୍ତୁ ପାପ ସ୍ୱୀକାର କରିବା ଦରକାର। ଆଉ ଯେତେବେଳେ ଆମକୁ ଆମେ ଦୀର୍ଘ ଗ୍ରହଣ କରିକି ଆମେ ନିଜକୁ ପ୍ରସ୍ତୁତ କରୁଛୁ ନା ହେଲେ ଆମକୁ ସେଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ନା ପ୍ରସ୍ତୁତ ନ ହେଇକି ଆମେ ଚର୍ଚ୍ଚକୁ ଆସିଲୁ ଚର୍ଚ୍ଚରେ ବସିଲୁ ଆମ ପାଇଁ ଅନୁତାପ ଗୀତ ହେଲା ଆମ ପାଇଁ ଜଳ ପକା ହେଲା ସେଥିରେ ଆମର ପାପ କ୍ଷମା ହେବ କେବଳ ପାପ ସ୍ୱୀକାର କଲେ ହିଁ ପାପ କ୍ଷମା ହେବ। ତେଣୁକରି କେବେ ବି ଭାବନ୍ତୁ ନାହିଁ ମୁଁ ଆଜି ଡରୁଛି ଭୟ କରୁଛି ମୁଁ ଯାଜକ ନିକଟକୁ ଯାଇକି ଖାଲିଙ୍କ ପାଖରେ ଯାଇକି ମୁଁ ପାପ ସ୍ୱୀକାର କରିବା ପାଇଁ ଡରୁଛି ଏଇଟା ଯାକ ସବୁ ଭୋଜନ ଯାକ ଏ ଅଫିସଟା ଯାକ ଆମେ ଟିକେ ଛାଡ଼ିବାକୁ ପଡ଼ିବ କାରଣ ଆମ ପାଇଁ ସୁବିଧା ଦିଆଯାଇଛି ଆମ ପାଖରେ ଯାଜକମାନେ ଅଛନ୍ତି ଆମେ ସ୍ୱୀକାର କରିବା। ଆଉ ଗୋଟେ କଥା କହିବି
ପାପ ସ୍ୱୀକାର କରୁଛୁ, ହେଲେ ବେଳେ ବେଳେ ଯାଇକି ଆମେ କେତେଟା ପାପକୁ ଭୁଲି ଯାଉଛୁ। ପାପ ସ୍ୱୀକାର କରୁଛୁ ସତ, କିନ୍ତୁ କେତେଟା ପାପକୁ ଆମେ